नमस्कार बंधुगण, जय जगन्नाथ। आमर ही चैनल आपण मानक स्वागत। आज आम प्रस्तुत करिछु अपरा एकादशी व्रत कथा, जहाकू श्रवण करने द्वारा बाही व्रत करने द्वारा मन एवं शरीरर शुद्धि हुए। भगवान विष्णुंकर आराधना करी एही व्रत कले सबु दुख कष्टर नाश हो जाए। एही व्रत करने द्वारा भगवान विष्णु प्रसन्न हुअन्ति, ଯେଉଁଥିପାଇଁ ଜୀବନରେ ସୁଖ ସମୃଦ୍ଧି ଏବଂ ଶେଷ ସମୟରେ ମୁକ୍ତି ମିଳିଥାଏ। ଏକାଦଶୀ ଦିନ ଅନ୍ନର ସେବନ ନିଷେଧ, କାହିଁକିନା ମାନ୍ୟତା ଅଛି ଯେ ପାପ ପୁରୁଷ ଏହି ଦିନରେ ଅନ୍ନରେ ବାସ କରିଥାନ୍ତି। ଏବେ ଆସନ୍ତୁ ଆରମ୍ଭ କରିବା ଅପରା ଏକାଦଶୀ ବ୍ରତ କଥା। ଯୁଧିଷ୍ଠିର ଉବାଚ ପଚାରୁଛନ୍ତି ପଣ୍ଡୁ ସୁତ, कहन्तु हे प्रभु अच्युत, ज्येष्ठर कृष्ण एकादशी ताहार महिमा विशेषी। श्रीकृष्ण उवाच कृष्ण कहन्ति युधिष्ठिर, उत्तम प्रश्न तुम्भे कर, जहिरे लोकंकर हित जान होइब नियत। ज्येष्ठर कृष्ण एकादशी नामे अपरा बोली भासी, ए बहु पुण्य को दियई महापातक विनाशई। गोहत्या ब्रह्म हत्या करी, गोत्र हवा मित्र मारी, भ्रूणहा पर स्त्री रसिक, जे परा पबाद कथक इत्यादि महापाप करी, अपरा से विजाए तरी। से कूट पाप कूट मान, कूटरू कूट कले जन्म, जे पढ़े कूट वेद शास्त्र, जे कूट गणक विख्यात, कूटाय वेदज्ञ भक्षक, से कूट पर स्त्री वंचक इत्यादि नारकी नियत। अपरा से बिहेबे मुक्त, जे क्षत्रि धर्म को न चाही, युद्धु पलाए प्राण पाई, स्वामीर अर्थ विनाशक, से क्षत्रि नरके पड़ई। अपरा व्रत करी सेही, निष्पापी होई स्वर्ग जाई। पढ़ी पाठ को जेउ शिष्य, गुरु निंदारे होई बस, से महापापीर नियत, दारुण नरक निपात। अपरा व्रत सेवा करी, जाए से नरकु निस्तारी। अपरा व्रतर महिमा, अपार करी न जानिमा। कार्तिक पूर्णिमा रे जानी, पुषरे करे स्नान तिनी, माघे करे रवि थाई, प्रयागे स्नान जे करई। काशी रे शिवरात्रि दिन, जागर पूजा उपासना, घेनी उचित द्रव्यमान, गयारे कली पिंड दान। सिंहरे बृहस्पति थाई, गौतमी स्नान जे करई, कुंभरे केदार दर्शन, बदर्ज श्रम निवेशन, कुरुक्षेत्र रे विग्रह, जे स्नान दान संदेह, यथेष्ट विधि यज्ञ होम, गजास दान हुए सम। समस्त फल ए अपरा, दियंती सर्व पाप हरा। उभय मुखी पयस्विनी, कियबा उर्वरा मेदिनी। उपरा गरे जेउ फल, अपरा दियई सकल। पाप द्रुमको एकुठारी,
ପାପ ଇନ୍ଧନେ ଦାବା ପରି ଯେପୁରେ ପ୍ରାପତେ ଲଙ୍ଘଣୀ ଜନ୍ମ ମରଣ ମାତ୍ର ଜାଣି ଅପରା ଉପୋଷଣ କରି ତ୍ରିବିକ୍ରମକୁ ପୂଜା କରି ସମସ୍ତ ପାପ ହୁଏ ମୁକ୍ତ ବିଷ୍ଣୁ ଲୋକରେ ପୂଜା ପାଏ। ଏହାକୁ ପଢ଼ିଲେ ଶୁଣିଲେ ଧେନୁ ସହସ୍ର ଫଳ ମିଳେ। ଇତି ଶ୍ରୀ ବ୍ରହ୍ମାଣ୍ଡ ପୁରାଣେ ଜ୍ୟେଷ୍ଠ ଅପରା ଏକାଦଶୀ ମହାତ୍ମ୍ୟେ ତ୍ରୟୋଦଶ ଅଧ୍ୟାୟ। ଏବେ ଆସନ୍ତୁ ଏହାକୁ କଥାରେ ବୁଝାଇବା। ଯୁଧିଷ୍ଠିର ପଚାରିଲେ, ହେ ଜନାର୍ଦ୍ଦନ, ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷରେ କେଉଁ ଏକାଦଶୀ ପଡ଼େ? ଦୟାପୂର୍ବକ ମୋତେ ଏହାର ମହାତ୍ମ୍ୟ ଶୁଣାନ୍ତୁ। ଭଗବାନ ଶ୍ରୀକୃଷ୍ଣ କହିଲେ, ରାଜନ, ଆପଣ ସମ୍ପୂର୍ଣ୍ଣ ଜଗତର ହିତ ନିମନ୍ତେ ଅତି ଉତ୍ତମ କଥାଟିଏ ପଚାରିଛନ୍ତି। ରାଜେନ୍ଦ୍ର, ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଏକାଦଶୀର ନାମ ଅପରା। ଏହା ଅତି ପୁଣ୍ୟଦାୟକ ତଥା ମହାପାତକହାରକ, ବ୍ରହ୍ମ ହତ୍ୟାକାରିଣୀ, ଗୋତ୍ରହନ୍ତା ଓ ଭ୍ରୂଣ ହତ୍ୟାକାରୀ, ନିନ୍ଦୁକ ତଥା ପରସ୍ତ୍ରୀଗାମୀ ଲମ୍ପଟ ପୁରୁଷ ମଧ୍ୟ ଅପରା ଏକାଦଶୀ ବ୍ରତ ଅନୁଷ୍ଠାନ କଲେ ନିଶ୍ଚୟ ପାପ ରହିତ ହୋଇଯାଏ। ଯିଏ ମିଥ୍ୟା ସାକ୍ଷୀ ଦିଏ, ମାପ ତଉଲରେ ଅନ୍ୟକୁ ପ୍ରତାରିତ କରେ, ଠିକ୍ ଠିକ୍ ନ ଜାଣି ନକ୍ଷତ୍ର ଗଣନା କରେ ଓ କୂଟନୀତି କପଟ ଆଚରଣ ପୂର୍ବକ ଦ୍ୱାରା ଆୟୁର୍ବେଦର ଜ୍ଞାତା ହୋଇ ବୈଦ୍ୟ କାମ କରେ, ଏମାନେ ସମସ୍ତେ ନରକର ଅଧିକାରୀ। କିନ୍ତୁ ଅପରା ଏକାଦଶୀ ବ୍ରତ ପାଳନ ଦ୍ୱାରା ଏମାନେ ମଧ୍ୟ ପାପ ରହିତ ହୋଇଯାଆନ୍ତି। ଯଦି କୌଣସି କ୍ଷତ୍ରିୟ ସ୍ୱଧର୍ମ ପରିତ୍ୟାଗ କରି ଯୁଦ୍ଧରୁ ପଳାୟନ କରେ, ତେବେ ସେ କ୍ଷତ୍ରିୟଚିତ ଧର୍ମରୁ ଭ୍ରଷ୍ଟ ହେବା କାରଣରୁ ଘୋର ନରକରେ ପଡ଼େ। ଯେଉଁ ଶିଷ୍ୟ ନିଜ ଗୁରୁଙ୍କର ନିନ୍ଦା କରେ, ସେ ମଧ୍ୟ ମହାପାତକ ଯୁକ୍ତ ହୋଇ ଘୋର ନରକରେ ପଡ଼େ। କିନ୍ତୁ ଅପରା ଏକାଦଶୀ ବ୍ରତ ପାଳନ କରିବା ଦ୍ୱାରା ସେମାନଙ୍କର ମଧ୍ୟ ସଦ୍ଗତି ହୋଇଥାଏ। ମାଘ ମାସରେ ଯେତେବେଳେ ସୂର୍ଯ୍ୟ ମକର ରାଶିରେ ଥାଆନ୍ତି, ଏହି ସମୟରେ ପ୍ରୟାଗ ସ୍ନାନ କଲେ ମନୁଷ୍ୟକୁ ଯେଉଁ ପୁଣ୍ୟ ଲାଭ ହୁଏ, କାଶୀରେ ଶିବରାତ୍ରି ବ୍ରତ କଲେ ଯେଉଁ ପୁଣ୍ୟ ଲାଭ ହୁଏ, ଗୟାରେ ପିଣ୍ଡଦାନ କରି ପିତୃପୁରୁଷଙ୍କୁ ତୃପ୍ତି ପ୍ରଦାନ କରାଉଥିବା ପୁରୁଷ ଯେଉଁ ପୁଣ୍ୟ ଅର୍ଜନ କରେ, ବୃହସ୍ପତି ସିଂହ ରାଶିରେ ଥିବାବେଳେ ଗୋଦାବରୀ ସ୍ନାନ କରୁଥିବା ମାନବ ଯେଉଁ ପୁଣ୍ୟଫଳ ପ୍ରାପ୍ତ କରେ, ବଦରିକାଶ୍ରମକୁ ଯାତ୍ରା କରିବା ସମୟରେ ଭଗବାନ କେଦାରଙ୍କର ଦର୍ଶନ ତଥା ବଦରୀ ତୀର୍ଥ ସେବନ ଦ୍ୱାରା ଯେଉଁ ପୁଣ୍ୟଫଳ ପ୍ରାପ୍ତ ହୁଏ, ତଥା ସୂର୍ଯ୍ୟପରାଗ ସମୟରେ କୁରୁକ୍ଷେତ୍ରରେ ଦକ୍ଷିଣା ସହିତ ଯଜ୍ଞ ସମ୍ପନ୍ନ କରି ହାତୀ, ଘୋଡ଼ା ଓ ସୁବର୍ଣ୍ଣ ଦାନ କଲେ ଯେଉଁ ଫଳ ପ୍ରାପ୍ତ ହୁଏ, ତାହା ଅପରା ଏକାଦଶୀ ବ୍ରତ ଅନୁଷ୍ଠାନ ଦ୍ୱାରା ମଧ୍ୟ ମନୁଷ୍ୟକୁ ପ୍ରାପ୍ତ ହୋଇଥାଏ। ଏହି ଦିନ ଉପବାସ କରି ଭଗବାନ ବାମନଙ୍କ ପୂଜା କଲେ ମନୁଷ୍ୟ ସବୁ ପାପରୁ ମୁକ୍ତ ହୋଇ ଶ୍ରୀ ବିଷ୍ଣୁ ଲୋକରେ ପ୍ରତିଷ୍ଠିତ ହୁଏ। ଏହାର ପଠନ ଓ ଶ୍ରବଣ ଦ୍ୱାରା ସହସ୍ର ଗୋଦାନ କରିବାର ଫଳ ପ୍ରାପ୍ତ ହୁଏ। ଏବେ ଆସନ୍ତୁ ଏହି ପବିତ୍ର ଦିନରେ ଗୋଟିଏ ଅଧ୍ୟାୟ ହେଉ ପଛେ ଭାଗବତ ପାଠ କରିବା। ନାରାୟଣଂ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀଂ ବ୍ୟାସଂ ତतो ଜୟମୁଦୀରୟେତ୍। ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିଂ ଯତ୍କୃପାତମହଂ ବନ୍ଦେ ପରମାନନ୍ଦ ମାଧବମ୍। ଭାଗବତ ମହାପୁରାଣ ଏକାଦଶ ସ୍କନ୍ଧ ସପ୍ତମ ଅଧ୍ୟାୟ। ଶ୍ରୀ ଶୁକ ଉବାଚ ଆନନ୍ଦେ ପରୀକ୍ଷିତ ଆଗେ ଶୋକ କହନ୍ତି ଅନୁରାଗେ ବ୍ରହ୍ମା ଶଙ୍କର ପୁରନ୍ଦର ସଙ୍ଗତେ ଚନ୍ଦ୍ର ଦିବାକର କୁବେର ନଳ ବରୁଣ ଗନ୍ଧର୍ବ କିନ୍ନର ଚାରଣ ସୁଧା ସୁସିଦ୍ଧ ଦେବଗଣ
ଦ୍ୱାଦଶ ବିଶ୍ୱଦେବା ପୁଣ ପିତୃଗୁହ୍ୟକ କରିଆଦି ଗନ୍ଧର୍ବ ଯକ୍ଷ ଯେ ପ୍ରସିଦ୍ଧି ନାଗ ଅପ୍ସରା ବିଦ୍ୟାଧରେ ଏ ଆଦି ଯେତେ ଅନୁଚରେ ମିଳିଲେ ଚଢ଼ି ନିଜ ଜାନେ ଦ୍ୱାରକା କୃଷ୍ଣ ଦର୍ଶନେ ମନୁଷ୍ୟ ରୂପେ ନରହରି ଦେବକୀ ଗର୍ଭେ ଅବତରି ନିର୍ଗୁଣ ବ୍ରହ୍ମ ଜନହିତେ ଯଶ ବିସ୍ତାରି ଏ ଜଗତେ ଯେ ଯଶ କଳମ ସହରେ ଯାର ସ୍ମରଣେ ପ୍ରାଣିତରେ ତାହାର ଦର୍ଶନାର୍ଥେ ରାତ୍ରେ ମିଳିଲେ ଶୂନ୍ୟ ପଥେ ଦେଖିଲେ ଦ୍ୱାରକା ମଣ୍ଡଳ ଯହିଁ ବିଜୟ ଆଦି ମୂଳ ଭୁବନ ମଙ୍ଗଳ ଶ୍ରୀମୁଖ ଦେଖିଲେ ଖଣ୍ଡେ ଭବ ଦୁଃଖ ଦ୍ୱାରକାପୁରେ ସର୍ବସିଦ୍ଧି ଯହିଁ ସେବନ୍ତି ଅଷ୍ଟନିଧି ସର୍ବସମ୍ପଦ ଠୁଳ ସ୍ଥାନ ଦେଖିଲେ ହରେ ପ୍ରାଣୀ ମନ ଭୁବନ ମାନଙ୍କ ଉପମା କେ ମୁଖେ କହେ ଗୁଣ ସୀମା ଆକାଶ ମାର୍ଗେ ଦେବେ ଥାଇ ଜୟ ଶବଦ ତୁଣ୍ଡେ ଗାଇ ନନ୍ଦନ ବନୁ ପୁଷ୍ପ ଆଣି ପ୍ରୋକ୍ଷଣ କରି ଗଙ୍ଗା ପାଣି ମଲ୍ଲିକା ଜାତି ପାରିଜାତ ବିଚିତ୍ର ମାଳା ଅପ୍ରମିତ ବୃଷ୍ଟି କରନ୍ତି କୃଷ୍ଣ ଦେହେ ସୁଗନ୍ଧ ଜଳ ଧାରା ପ୍ରାଏ ପୃଷ୍ଠେ ଆଚ୍ଛାଦି ଯଦୁକୂଳ ଯେସନେ ସମୁଦ୍ର ଉଲ୍ଲୋଳ ସକଳ ଦେବେ କମେଳେ ଜୟ ଶବଦ ମୁଖ ଗୋଳେ କପଳେ ବେନି କର ଦେଇ ବୋଲନ୍ତି କୃଷ୍ଣ ମୁଖ ଚାହିଁ ନମୋ ଗୋବିନ୍ଦ ହେ ଅଚ୍ୟୁତ ତୋ ନାଥ ପ୍ରାଣୀ ପଞ୍ଚଭୂତ ତୋହର ଅଭୟ ଚରଣ ଅଶେଷ ଜନଙ୍କ ଶରଣ ସର୍ବ ଇନ୍ଦ୍ରିୟ ବୁଦ୍ଧି ମନ ପ୍ରାଣାଦି ଏ ଦଶ ପବନ ଏ ଆଦି ବିଷୟ ସକଳେ ଶରଣ ତୋର ପାଦ ତଳେ ସେ ପାଦ ପଦ୍ମ ସୁଖ ହେଜି ମୁନିଏ ଭକ୍ତି ଭାବେ ଭଜି ଆରୁଢ଼ ଯୋଗୀ ଯୋଗ ବଳେ ନିଶ୍ଚଳେ ହୃଦୟ କମଳେ ଆରାଧି ଅଭୟ ଚରଣ ନିଶ୍ଚିନ୍ତେ ପଶିଲୁ ଶରଣ ଅଶେଷ ଜନ ହୃଦଗତେ କର୍ମ ବାସନାରେ ଯୁକତେ ନିମେଷେ ଧ୍ୟାନ ତୋ ସଙ୍ଗରେ ରବି ଯେ ସନେ ଅନ୍ଧକାରେ ଭବ ଜଳଧି ସୁଖ ନାବ ତୋର ଚରଣେ
ପଦ୍ମନାଭ। ଆମ୍ଭେ ସକଳ ଦେବଗଣ ପଶିଲୁ ତୋ ପାଦେ ଶରଣ। ତୁ ନାଥ ଭକତ ଜୀବନ ଅଶେଷ ଭୁବନ ପାବନ। ତୁ ନାଥ ରଜ ଗୁଣଧାରୀ ବିଧାତା ରୂପେ ସୃଷ୍ଟି କରି। ସାତ୍ୱିକେ ବିଷ୍ଣୁ ରୂପ ହୋଇ ପାଳନ କରୁ ନାଥ ତୁହି। ତମେ ସଂହାରୁ ଅନ୍ତକାଳେ ତୋ ଲୀଳା ମାୟା ଯୋଗ ବେଳେ। ସୃଷ୍ଟି ପାଳନ ସଂହାରଣ କ୍ରମରେ ସଂସାର କାରଣ। ସ୍ୱଭାବେ ତୁଜେ ସର୍ବଦେହି ତୁ ଭୁଞ୍ଜ ପ୍ରାଣୀ କି ଭୁଞ୍ଜାଇ। ସେ ଦୋଷ ନ ଲାଗଇ ତୋରେ ନଳିନୀ ଦଳ ଜେନେଣିରେ। ତୁ ପୂର୍ଣ୍ଣ ପବିତ୍ର ଠାକୁରେ ଶରଣ ଗଲୁ ତୋ ପୟରେ। ତୁ ନାଥ ସର୍ବତ୍ର ସମାନ ନିଶ୍ଚିନ୍ତ ସୁଖ ତୋର ସ୍ଥାନ। ଏଣୁ ତୁ ସଂସାରେ ଦୁର୍ଲଭ ତେଣୁ ନ ଲାଗେ ଶୁଭାଶୁଭ। ବିବିଧ ବ୍ରତ ତପଦାନ ଯୋଗ ସମାଧି ଆତ୍ମଜ୍ଞାନ। ଏ ଆଦି ସକଳ ସାଧନେ ପବିତ୍ର ନ ହୁଅନ୍ତି ଜନେ। ତୋହର ନାମ ଯଶ ଗୁଣ ଯେ କରେ ଶ୍ରବଣ କୀର୍ତ୍ତନ। ଶ୍ରଦ୍ଧା ଭକତି ଶୁଦ୍ଧ ଚିତ୍ତେ ତୋ ରୂପ ଧ୍ୟାନ ହୃଦଗତେ। ସର୍ବଦେବଙ୍କ ମୋକ୍ଷ ଜ୍ଞାନ ସନ୍ଥ ଜନଙ୍କ ହୃଦେ ଧ୍ୟାନ। ତୋର ଚରିତ ସୁଧାପାନ ନିରତେ କରେ ଯାର ମନ। ସେ ପ୍ରାଣୀ ଭବୁ ଜାନ୍ତି ତରି ବିପ୍ର ନ କରେ କର୍ମ କରି। ଭକ୍ତିରେ ପ୍ରୀତି ନାହିଁ ଯାର ସେ କାହିଁ ଜାଣେ ତୋ ପୟର। ତୋ ହୃଦେ ଦେବକୀର ବଳା ଭକ୍ତେ ଦିଅନ୍ତି ବନମାଳା। ସ୍ୱଭାବେ ପ୍ରଦୋଷିତା ହୋଇ ଦେଖି କମଳା ନଶ ହୋଇ। ମଣଇଷ ପତଣି ପ୍ରାୟେ ତେଣୁ ଲମ୍ବଇ ତୋର ଦେହେ। ତଥାପି ଦେଖି ତୋ ବଦନ ସପତ୍ନୀ ଭାବ ଛାଡ଼ି ମନ। ମନ ନିବେଶି ତୋ ପୟରେ କମଳ ମାଳେ ପୂଜା କରେ। ଏଣୁ ଅଭୟ ପଦ୍ମପାଦ ହରଇ ଦୁରିତ ବିଷାଦ। ତୋତେ ହତି ବିକ୍ରମ ରୂପେ ଆମ୍ଭେ ଯେ ଦେଖିଲୁ ପ୍ରତ୍ୟକ୍ଷେ। ତୋ ନାଭି କମଳୁ ପ୍ରତ୍ୟକ୍ଷେ ଚରଣ ଗଲା ଅନ୍ତରିକ୍ଷେ। କେ କରିପାରେ ତାହା ହେତୁ ଅଦ୍ଭୁତ ଯେହ୍ନେ ଧୂମକେତୁ।
ବ୍ରହ୍ମାଣ୍ଡେ ଚରଣ ବାଜିଲା, ଶବଦେ ପୃଥିବୀ କମ୍ପିଲା। ବ୍ରହ୍ମାଣ୍ଡ ଫାଟି ପାଦ ତଳେ, ଗଙ୍ଗା ପଡ଼ିଲା ରସା ତଳେ। ତିନି ଭୁବନେ ତେଜ ରାଶି, ଧ୍ୱଜ ପତାକା ପ୍ରାୟ ଦିଶି। ଅସୁର କୂଳ ଭୟଙ୍କର, ଆମ୍ଭର ଦୁଃଖ ଭୟହର। ସୁଜନେ ସୁଖ ଭୋଗର୍ଥେ, ଖଳକୁ ବୃଜି ନ ପ୍ରାପତେ। ସେ ପାଦ ପଦ୍ମେ ଭଗବାନ, ପବିତ୍ର କର ଆମ୍ଭ ମନ। ଯେ ପାଦ ଭବ ସିନ୍ଧୁ ସେତୁ, ଅଶୁଭ ଗଣ ଧୂମକେତୁ। ଅଶେଷ ଲୋକ ଜ୍ଞାନ ଗୁରୁ, ଆମ୍ଭର ମଙ୍ଗଳ ନିସ୍ତାରୁ। ଭୋନାଥ ତୋହର ମହିମା, କେ କହିପାରେ ଗୁଣ ସୀମା। ନାସାର ରନ୍ଧ୍ରେ ରଭୁ ଭେଦି, ଯେହ୍ନେ ବୃଷଭ ଦୃଢ଼େ ବାନ୍ଧି। ସେ ପୁଣି ବନ୍ଦିଶାଳେ ଥାନ୍ତି, ଅନ୍ୟାନ୍ୟ ହିଂସା ଆଚରନ୍ତି। ବ୍ରହ୍ମାଦି ଦେବେ ସେହି ମତେ, ଯନ୍ତ୍ରିତ ତୋର ଆୟତେ। ତୁ କାଳ ରୂପୀ ଦାମୋଦର, ପ୍ରକୃତି ପୁରୁଷର ପର। ତେଣୁ ତୁ ପୁରୁଷ ପୁରାଣ, ତୋର ଅଭୟ ଚରଣ। ଅଭୟ ବର ଦୀକ୍ଷା ଗୁରୁ, ଆମ୍ଭର ମଙ୍ଗଳ ବିସ୍ତାରୁ। ସୃଷ୍ଟି ପାଳନ ସଂହାରଣ, ତୋ ନାଥ ଜଗତ ତାରଣ। ତୋ ନାଥ କାଳ ରୂପ ଧରୁ, ପ୍ରକୃତି ପୁରୁଷ ସଂହାରୁ। ଏବେନି ତୋର ତହୁଁ ଜାତ, ପ୍ରଥମେ କରନ୍ତି ଜଗତ। ପ୍ରକୃତି ପୁରୁଷ ବିକାରେ, ବିଶ୍ୱଙ୍କୁର ଗର୍ଭେ ଧରେ। ତହୁଁ ମହତ ହେମମୟ, ବ୍ରହ୍ମାଣ୍ଡ କରୁ ତୁ ଉଦୟ। ଧରଣୀ ଆଦି ପଞ୍ଚଭୂତ, ମନ ଅହଙ୍କାର ଏ ସାତ। ଏହି ଶପଥ ଆଚରଣ, ବ୍ରହ୍ମାଣ୍ଡ କରଇ ଭିଆଣ। ତୋର ଭିତରେ ସଂସାର, ରଚନା ଚତୁର୍ଦଶ ପୁର। ସ୍ଥାବର ଆଦି ଚାରି ବନ, ମଧ୍ୟେ ବିରାଜେ ତ୍ରିଭୁବନ। ଭୋନାଥ ତୋର ମାୟା ବଳେ, ତ୍ରିଗୁଣ ଘଟଣ ସୟଳେ। ଜୀବର ରୂପ ତୁମ୍ଭେ ଧର, ସର୍ବ ବିଷୟ ଭୋଗ କର। ନିତ୍ୟ ପ୍ରକାଶ ନିତ୍ୟ ଦେହି, ବିଷୟ ବାଧା ନ ଲାଗଇ। 16,000 ତୋର ମଣି, ତୋ ମନ ନ ପାରିଲେ ଜାଣି। ବିବିଧ କାମ ପୁଷ୍ପ ସରେ, କଟାକ୍ଷ ଭ୍ରୁଭଙ୍ଗୀ ବିକାରେ। ଏଣୁ ଅଚ୍ୟୁତ ତୋର ନାମ, ନିର୍ଲେପ ନିତ୍ୟ ସୁଖ ଧାମ। ତୋର ଅମୃତ କଥାମୟେ, ସଂସାରେ ନଦୀ ରୂପେ ବହେ। ତୋ ପାଦ ନିରସୁର ନଦୀ, ବହେ ବ୍ରହ୍ମାଣ୍ଡ ମଧ୍ୟେ ବେଦି। ବଳେ ତ୍ରୈଲୋକ୍ୟ ପାପ ହରେ, ଯେ ମୁଖେ ଗଙ୍ଗା ନାମ ଧରେ। ଏ ଦୁଇ ନଦୀ ମଧ୍ୟେ ସ୍ୱାନ, ଯେ କରେ ଧନ୍ୟତା ଜୀବନ। ନିଜ ଭୁବନେ ବସି ପ୍ରାଣୀ, ଯେ ନିତ୍ୟ ତୁମ୍ଭ କଥା ଶୁଣି। ନିର୍ମଳ କରି ବୁଦ୍ଧି ମନ,
ଯେ କରେ କଥା ମୃତେ ସ୍ନାନ, ଯେ ଅବା ପଶି ଗଙ୍ଗା ଜଳେ, ସ୍ନାନ କରନ୍ତି ସୁଖ ଭୋଳେ, ତ ସେ କରନ୍ତି ଜଳପାନ, ତୁଣ୍ଡେ ଉଚାରି ତୁମ୍ଭ ନାମ, ଏମନ୍ତେ ବେନି ନଦୀ ମଧ୍ୟେ, ଯେ ସ୍ନାନ କରନ୍ତି ଆନନ୍ଦେ, ଧରନ୍ତି ଦୁଃଖ ସୁଖ ଦେଇ, ତୋ ମାୟା ତାଙ୍କୁ ନ ଲାଗଇ, ଏମନ୍ତେ ନାନା ସ୍ତୁତି ଭଣି, ଦେବେ ନ ମିଳେ ଚକ୍ର ପାଣି, ଶୂନ୍ୟ ମଣ୍ଡଳେ ଦେବେ ଥାଇ, ଜୟ ଶବଦ ତୁଣ୍ଡେ ଗାଇ। ବ୍ରହ୍ମବାଚ କୃଷ୍ଣଙ୍କୁ ବନ୍ଦୀ ପ୍ରଜାପତି, ବୋଲନ୍ତି ଶୁଣ ଦାଶରଥି, ବାସବ ଆଦି ଦିଗପାଳେ, ମିଳିଲେ ତୋର ପାଦ ମୂଳେ, ତାଙ୍କୁ ରକ୍ଷା ଅର୍ଥେ ହରି, ଦେବକୀ ଗର୍ଭେ ଅବତରି, ବିନାଶୀ ଅନେକ ଅସୁର, ହରିଲ ନିରଭାର, ହେ ଦେବ ଦେବ ଜଗନ୍ନାଥ, ହେ ହୃଷିକେଶ ପରମାର୍ଥ, ଗୋବିନ୍ଦ କୃଷ୍ଣ ଦାମୋଦର, ହରିଲ ନିରଭାର, ଦେବଙ୍କ ବାକ୍ୟ ଉପଦେଶେ, ଆଉ ତ ଭାର ନାହିଁ ଶେଷେ, ଦୁଷ୍ଟ ସଂହାରୀ ସାଧୁ କୂଳେ, ଧର୍ମ ଆରୋପିଲ ନିଶ୍ଚଳେ, ଧରଣୀ ସଙ୍କଟୁ ଧରି, ତୋ ଯଶ ସର୍ବଦିଗେ ପୁରୀ, ଯାଦବ ମଧ୍ୟେ ଦେହ ଧରି, ମର୍ତ୍ତେ ଅଦ୍ଭୁତ କର୍ମ କରି, ସମ୍ଭବି ଭୁବନ ମଣ୍ଡଳେ, ଯେ ଅବା କଲ କ୍ଷିତି ବଳେ, ସେ କଳି କଳୁ ସନାସନ, ଯେ ମୁଖେ କରିବେ କୀର୍ତ୍ତନ, ସେ ଜନ୍ମ ମଧ୍ୟେ ପୁଣ୍ୟ ଦେଇ, ତାକୁ ନ ଲାଗେ ବିଷ୍ଣୁ ମାୟା, ତୁ ଦେବ ବସୁଦେବ ଘରେ, ଜନ୍ମିଲୁ ଦେବକୀ ଉଦରେ, ଶତାଧିକ ପଞ୍ଚବିଂଶ, ତୋହର ପୁରିଲା ବୟସ, ମନୁଷ୍ୟ ଭୋଗ ପୂର୍ଣ୍ଣ ହୋଇ, ଆଉ ତ ପ୍ରୟୋଜନ ନାହିଁ, ଯାଦବ ବଂଶ ମହିସ୍ଥଳେ, ମରିବେ ବିପ୍ର ଶାପ ଫଳେ, ତୋ ନାଥ ଜ୍ଞାନ ଧନେଶ୍ୱର, ଯଦି ହୁଅଇ ବାଞ୍ଛା ତୋର, ଆମ୍ଭର ବାକ୍ୟ ଅନୁସରି, ଭୋନାଥ ଚଳ ନିଜ ପୁରୀ, ଆମ୍ଭେ ଯେ ତୁମ୍ଭର କିଙ୍କର, ତୋ ନାଥ ଜୀବନ ଆମ୍ଭର, ତୋର ଗୋଚରେ ଜ୍ଞାନ ଦୀକ୍ଷା, ଶରଣ ଗଲୁ କର ରକ୍ଷା, ବ୍ରହ୍ମା ବଚନେ ଅବଧାନ, ବୋଇଲେ ଦେବକୀ ନନ୍ଦନ, ଗଭୀର ନାଦେ ଦାମୋଦର, ବୋଲନ୍ତି ଶୁଣ ବେଦବର, ତୁମ୍ଭ ବଚନେ ଅବତରି, ମର୍ତ୍ତେ ମାନବ ଦେହ ଧରି, ଅବନି ଭାର କଲୁ ଶେଷ, କେବଳ ହୋଇଲା ଉଶ୍ୱାସ, ଏ ଯଦୁ ବଂଶ ବାହୁବଳେ, ବ୍ରହ୍ମାଣ୍ଡ ଆଚ୍ଛା ଦିଲେ ହେଳେ, ଏହାକୁ ସଂହାର ନ କରି, ଯେବେ ମୁଁ ଯିବି ନିଜ ପୁରୀ, ତେବେ ଯାଦବ ବାଳ ତ୍ରାସେ, ଲୋକେ ନଥିବେ ଦଶ ଦିଶେ, ମୁହିଁ ବିନାଶୀ ଦୁଷ୍ଟ ଧନ, ଧରଣୀ କରିବି କୁଶଳ, ଏବେ ମୁଁ ନିଜ ବଂଶ ମାରି, ସଙ୍କଟୁ ପୃଥିବୀ ଉଦ୍ଧରି, ତେବେ ମୁଁ ଯିବି ନିଜ ସ୍ଥାନେ, ଏମନ୍ତ କୃଷ୍ଣର ବଚନେ। ଶ୍ରୀ ଶୁକ ଉବାଚ
ब्रह्मादि सर्वदेवगणे नमिले गोविंद चरणे। कृष्ण बचन शिरे धरी गले से जे जार पुरी। एबे हो शुण नरपति अद्भुत गोविंदर गति। भूमि गमन छन्न दिशे घोर अद्भुत जदु वंशे। उत्पात दिशे निरंतरे द्वारका बाह्य अभ्यंतरे। देखि चकित चक्रपाणि पूजन्ति बुद्ध जने आणी। देखि उत्पात घोर नाद किय बा पड़िब प्रमाद। ब्राह्मण साप कोपानले निश्चेद हिब जदुकूले। से विप्र साप क्षय अर्थे उपाय न देखि प्रशस्ते। एणे द्वारका पुरे बास आंभर नुहई विश्वास। प्रभास तीर्थे चाल जीवा जहि सकल तीर्थ सेवा। दंडे हैं विलंब न कर देखि उत्पात भयंकर। पुणी बोलंती चक्रपाणि आंभे पुराणे अछु शुणी। ब्राह्मण सापे चंद्र अंगे बाधिला राज जख्मा रोगे। से पुणी ब्रह्म वाक्ये गला प्रभास तीर्थे स्नान कला। तक्षणे होइला निरुज अधिके विराजिला तेज। आंभे से तीर्थे करि स्नान ब्राह्मणे देवा महादान। पितृत शिवा पिंडदाने विप्रे भुंजाई मिष्टान्ने। अमूल्य रत्न विप्रे देई वाक्ये कहिबा चाटु थाई। मन संतोषे धन देवा निरते चरण सेविबा। धन कार्पण्य सेवा फले किबा असाध्य मही तले। विप्रंक मन तोष करी आंभे बा विप्र सापुतरी। दाने सकल बस करी नावे जे सने सिंधु तरी। एमंत कृष्ण वाक्य शुणी सकल बुद्धे मने गुणी। कृष्णर वाक्य सत्य करी तीर्थ गमन मने धरी। रथ सकट गज बाजी जे जहा अनुरूपे साजी। धनु खड़ग आदि करी समस्त अस्त्र शस्त्र धरी। सज होइले तो समने गोविंद तीर्थ अनुमाने। उद्धव देखी ताहा मने जानिला कृष्णर वचने। अद्भुत भयंकर चाहि चकित चित्ते विचारई। ब्राह्मण सापे जादु वंश अवश्य वेगे जीवनाश। मायार जोगे कृष्ण राम निश्चय जीवे निज धाम। उद्धव एमंत विचारी बेनी नयन झरे बारी। कांदे कृष्णर सन्निधाने गोपते आत्मा विद्यमाने। उद्धव वाच कृष्ण चरण धरि करे उद्धव कहे शोक भरे। तू देव देव निरंजन हे पुण्य श्रवण कीर्तन। कोल की संहारिबु तुही एमंत प्राय मुमणई। तुझे बोलाऊ भगवान न
କରୁ ବିପ୍ର ସାପୱାନ ତୁ କାଳ ରୂପୀ ମାୟାଧର ଏ ରୂପ କରିବୁ ଅନ୍ତର ଏ ନର ଲୋକ ଛାଡ଼ି ହରି ନିଶ୍ଚୟ ଯିବୁ ନିଜ ପୁରୀ ତୋହର ଭୟ ଚରଣ ପରମ ମଙ୍ଗଳ କାରଣ ସେ ପାଦେ ମନ ମୋର ଜଡ଼ି ତିଳେ ହେନ ପାରଇ ଛାଡ଼ି ସେ ପାଦେ ପଶିଲି ଶରଣ ମୋତେ ନ ଛାଡ଼ ନାରାୟଣ ତୋର ଚରିତ ସୁଧାପାନ ଯେ କରେ ଶ୍ରବଣ କୀର୍ତ୍ତନ ଭାବେ ଅମୃତ ପାନ କରେ ସକଳ କର୍ମ ଯେ ପାଶରେ ମାର୍ଜନ ସୁଗନ୍ଧ ଲେପନେ ଆସନେ ଭୋଜନେ ଶୟନେ ସଙ୍ଗୁନ ଛାଡ଼ ପ୍ରଭୁ ମୋତେ ମୁଁ ଏବେ ନ ଦେଖିଲେ ତୋତେ କେମନ୍ତେ ଧରିବି ଜୀବନ ହୋଇବ ଦଶ ଦିଗ ଶୂନ୍ୟ ତୋହର ଅଙ୍ଗ ଉପହାର ଶରୀରେ ଭୂଷଣ ମୋହର ଗନ୍ଧ ଚନ୍ଦନ ମାଳା ଯେତେ ଭୁଞ୍ଜଇ ତୋର ଭୋଗନ୍ତେ ତୋର ନିର୍ମାଲ୍ୟ ନିତ୍ୟ ଖାଇ ତୋ ରୂପ ନୟନେ ଦେଖଇ ତୁ ଯେ ମୋହର ପ୍ରାଣ ବନ୍ଧୁ ଉଦ୍ଧର ଘୋର ମାୟା ସିନ୍ଧୁ ତୁ ନାଥ ଶରଣ ସଦର ତୋର ସଙ୍ଗତେ ମୋତେ କର ଯେ ପ୍ରାଣୀ ଦିଗମ୍ବର ହୋଇ ଭ୍ରମେ ସନ୍ନ୍ୟାସ ଦେହ ବହି ଇନ୍ଦ୍ରିୟ ଗଣେ ଦୃଢ଼େ ଛନ୍ଦି ମନ ପବନ ହୃଦେ ରୁନ୍ଧି ବ୍ରହ୍ମଚିନ୍ତଇ ଅବିରତେ ନିରହଙ୍କାର ଶୁଦ୍ଧ ଚିତ୍ତେ ତପ କଷଣ ସହେ ନିତ୍ୟ ନିର୍ମଳ ମତି ଊର୍ଦ୍ଧ୍ୱରେ ତ ଅଷ୍ଟାଙ୍ଗ ଯୋଗ ଭାବେ ଚିନ୍ତି ଲୋଭଇ ବ୍ରହ୍ମ ଜ୍ଞାନ ଗତି ତୋର ଅମୃତ ରସବାଣୀ ନିରତେ ଶ୍ରବଣେ ଯେ ଶୁଣି ତୋର ସେବକ ଯାର ବନ୍ଧୁ ହେଳେ ସେ ତରେ ଭବ ସିନ୍ଧୁ ତୋହର ପାଦେ ଯାର ମନ ସେ ପ୍ରାଣୀ ଭକତ ପ୍ରଧାନ ହେମନ୍ତ ଉଦ୍ଧବ ବଚନେ ନିବେଦି କୃଷ୍ଣ ସନ୍ନିଧାନେ ଉଦ୍ଧବ କହେ ପୁଣ ପୁଣ ସ୍ୱାମୀର ଯେତେ ଭାବ ଗୁଣ ଶ୍ରୀ ଏକାଦଶ ଭାଗବତ ସୁକ କହନ୍ତି ଜ୍ଞାନ ତତ୍ତ୍ୱ ଅମୃତ ରସମୟ ବାଣୀ ଶୁଣି ତରିବେ ସର୍ବପ୍ରାଣୀ ସିଦ୍ଧି ସଙ୍ଗତେ ମନୋରଥ କହି ଦାସ ଜଗନ୍ନାଥ। इति श्रीमद्भागवते महापुराणे परमहंस्यां संहितायां 82 एकादश स्कन्धे देवस्तुति वर्णने उद्धव विलापे नाम 7 अध्याय।